ଗାଁ ପାଖାପାଖି ଯଦି ନାଳ ଅଛି ତେବେ ବହୁତ ସୁବିଧା, କାହିଁକିନା ସେ ଜାଗାରେ ଫ୍ରେଶ୍ ହେବା ପାଇଁ, ପାଣି ଗାଧୋଇବା ପାଇଁ, ଧୁଆଧୋଇ ହେବା ପାଇଁ ବହୁତ ସୁବିଧା ହୁଏ। କାହିଁକିନା ବର୍ତ୍ତମାନ ଆମେ ଯାଉଛୁ ଯାହାକି ପାଙ୍ଗଲପଦ ଟୁଡୁମିଲା, ଯାହାକି କଟଗଡ଼ ଠାରେ ଅବସ୍ଥିତ। ବର୍ତ୍ତମାନ ଆମେ ସେ ଜାଗାରୁ କାମ କରିବାକୁ ଯାଉଛୁ, ଆପଣମାନେ ଦେଖିପାରୁଛନ୍ତି। ଆଉ 2 ଜଣ ଯାଉଛୁ, କାହିଁକିନା ସେ ଜାଗା ଗଲା ପରେ ଆପଣମାନଙ୍କୁ ସବୁ ତାର ପରିବେଶ ଆଉ ବ୍ୟାକଗ୍ରାଉଣ୍ଡ ସବୁ ଦେଖେଇବି। କାହିଁକିନା ବର୍ତ୍ତମାନ ଆମେ ବାଇକ୍ରେ ରାଇଡ୍ କରୁଛୁ, ସେହି ଜାଗାକୁ ପହଞ୍ଚିଲା ପରେ ଆପଣମାନଙ୍କୁ ସେ ଜାଗାର ପରିବେଶ ଆଉ କେମିତି ସିଚୁଏସନ୍ ଅଛି ସେଇଟା ଆପଣମାନଙ୍କୁ ଭିଡ଼ିଓ ମାଧ୍ୟମରେ ଜଣେଇବି। ଚାଲନ୍ତୁ ପଳେଇବା। ଏଇ ଗାଁକୁ ଆସିଥିଲୁ ଆମେ, ଏ ଜାଗାରେ କାମ କରିବା ପାଇଁ, ତେଣୁକରି ଏଇ ଜାଗା ଆଉଟ୍ ସାଇଡ଼୍ ଟିକେ ବୁଲାବୁଲି କରି ଦେଖିପାରିବେ। ଏପଟେ ମଧ୍ୟ ପାଣି ରହିଅଛି। ଏ ଜାଗାରେ ଯଦି ରହିଲେ ଆମେ ଏ ଜାଗାରେ ସବୁ ଗାଧାପାଧା କରିବା ପାଇଁ ପାଣି ରିସର୍ଚ୍ଚ କରି ଆସିଥିଲୁ। ଆଉ ଗୋଟେ ବହୁତ ସୁବିଧା, ଏବେ ଖରା ସମୟରେ ମଧ୍ୟ ପାଣି ଆଭେଲେବୁଲ୍ ଅଛି, ଆପଣମାନେ ଦେଖିପାରିବେ। ଆଉ ସେଥିପାଇଁ ଟିକେ ଭଲ ଲାଗିଲା, କାହିଁକିନା ଗାଁ ପାଖରେ ହିଁ ପୋଖରୀଟା ଅଛି। ପୋଖରୀ ମାନେ ନାହିଁ, ଗୋଟେ ନାଳଟେ ଅଛି, ଆଉ ଆପଣ ଦେଖିପାରିବେ। ଆଉ ପାଣି ପୁରା ଆଭେଲେବଲ୍ ଅଛି। ସେ ଜାଗା ଯାଇ ଟିକେ ଧୁଆ ଧୁଇ ହେଇକି ପଳେଇବା। ଚାଲ ପଳେଇବା। ଏପଟେ ସବୁ ଗପୁଛନ୍ତି। ହେଇ ଜାଗାରେ ନେଟୱାର୍କ ମଧ୍ୟ ପାଉଛି, କିନ୍ତୁ ଘର ଭିତରେ ଏତେ ଭଲ ନେଟୱାର୍କ ପାଉନି। ଗାଁ ପାଖାପାଖି ଯଦି ନାଳ ଅଛି ତେବେ ବହୁତ ସୁବିଧା, କାହିଁକିନା ସେ ଜାଗାରେ ଫ୍ରେଶ୍ ହେବା ପାଇଁ, ପାଣି ଗାଧୋଇବା ପାଇଁ, ଧୁଆଧୋଇ ହେବା ପାଇଁ ବହୁତ ସୁବିଧା ହୁଏ। କାହିଁକିନା ଅଧିକାଂଶ ଗାଁରେ ଏ ପ୍ରକାର ନଥାଏ, ତେଣୁକରି ସେ ଜାଗା ମୋତେ ଭଲ ଲାଗେନି। କାହିଁକିନା ଏଇ ଜାଗାରେ ପାଣି ସୁବିଧା ରହିଅଛି, ତେଣୁକରି ବହୁତ ସୁନ୍ଦର ଅଟେ। ଧୁଆଧୋଇ ହେଲୁ, ତାପରେ ଏବେ ଟିକେ ଯାଉଛୁ ରୁମ୍କୁ, କାହିଁକିନା ରୁମ୍ ଭିତରେ ବହୁତ ଗରମ ଅଛି। ତାଙ୍କ ଦାଣ୍ଡରେ ଟିକେ ଗଛଟେ ନାହିଁ, କାହିଁକିନା ଛାଇ ନାହିଁ ଆକ୍ଚୁଆଲି ତାଙ୍କ ଦାଣ୍ଡରେ। ଯାହା ଘରକୁ ଆସିଛୁ ତାଙ୍କ ଘରେ ଆଉ ସାଇଡ଼୍ କିନ୍ତୁ ଗଛ ଗୁଡ଼ାକ ଅଛି, ଯେଉଁଟାକି ଡୁବରି ଗଛ ଇତ୍ୟାଦି ଗଛ ଗୁଡ଼ାକ ଅଛି। ତେଣୁକରି ଟିକେ ଆସିଥିଲେ ଯାହା ଟିକେ ହାୱା ଖାଇବା ପାଇଁ। ଚାଲନ୍ତୁ ପଳେଇବା। ଫାଇନାଲ ଆମେ ବର୍ତ୍ତମାନ ରିଟର୍ନ ହେଉଛୁ, କାହିଁକିନା କାମ ଦେଖିବା ପାଇଁ ଆସିଥିଲୁ। କାମ ଦେଖି ସାରିଲା ପରେ ଆଉ ରିଟର୍ନ ହେଉଛୁ, କାହିଁକିନା ସମୟ ମଧ୍ୟ ବହୁତ ହେଇଯାଉଛି। ତେଣୁକରି ଆମେ ପଳେଇ ଯାଉଛୁ। ଆପଣମାନେ ଦେଖିପାରୁଛନ୍ତି ଘଞ୍ଚ ଜଙ୍ଗଲ ଦେଇକି ଯିବାକୁ ପଡ଼ିବ। ଆମେ ବର୍ତ୍ତମାନ ରାଇଡ଼ିଂରେ ଅଛୁ, ତେଣୁକରି ଆପଣମାନଙ୍କୁ ବହୁତ କିଛି ଦେଖିବା ପାଇଁ ଚାହୁଁନି। ଆଉ ନେକ୍ସଟ ଟାଇମ୍ରେ ଯଦି ଏ ଜାଗାକୁ ଆସିଲେ ଆପଣମାନଙ୍କୁ ବହୁତ ବିଷୟ ଦେଖେଇବି ଏ ଜାଗାକୁ।